2 ମାସ ତଳେ ମିଶ୍ର ମଉସାଙ୍କ ଝିଅ ପିଙ୍କିର ବାହାଘର ଆଦର୍ଶ ବିବାହ ସଂସ୍କାର ପଦ୍ଧତିରେ ହୋଇଥିଲା। ଆଉ ହଠାତ୍ 2 ଦିନ ତଳେ ମୁଁ ମନ୍ଦିର ଯାଇଥିବା ବେଳେ ପିଙ୍କି ଆସି ମତେ ମୁଣ୍ଡିଆ ମାରିଲା। ମୁଁ କହିଲି ମାରେ ଭଲ ଅଛୁ? ସେ ଟିକେ ହସିଦେଲା। ଆଉ ସେଇ ସମୟରେ ପଡ଼ିଶା ଘରର ମାଉସୀ ସେଇ ବାଟ ଦେଇ ଯାଉଥିଲେ। ସିଏ ବି ହସି ଦେଇ କହିଲେ, ଜାଣିଛ ମା, ପିଙ୍କିର ପିଲାପିଲି ହବ। ପିଙ୍କି ବି ଲାଜରେ ମୁଣ୍ଡ ଟୁଙ୍ଗାରିଲା। କହିଲା, କଥା କଣ କି ନାନୀ? ଆମର ଏ ବିଷୟରେ କିଛି ପ୍ଲାନିଂ ନଥିଲା। ଆଉ ହଠାତ୍ ଯେତେବେଳେ ରହିଗଲାଣି, ଆଉ ଶାଶୁ ସବୁ ଜାଣି ସାରିଲେଣି, ଆଉ ଏବେ ଆଉ କଣ କରିବା? କିଛି ଉପାୟ ନାହିଁ। ଟିକେ ସମୟ ମୁଁ ଭାବିଲା ପରେ ପିଙ୍କିକି କହିଲୁ, ମାରେ ଟିକେ ଏଠି ବସିଲୁ। ମନ୍ଦିର ବେଢାରେ ବସିଗଲୁ। ମୁଁ ଝିଅଟିକୁ କହିଲି, ମାରେ ଯଦି ପ୍ଲାନିଂ କରିଥାନ୍ତ ତେବେ ତୁମେ କଣ କରିଥାନ୍ତ? ସେ କହିଲା, ଏଇ ଯେମିତି ବୁଲାବୁଲି କରିବା, ଟିକେ ହସଖୁସ କରିବା, ଖୁସି ମଜାଜରେ ରହିବା, ତାପରେ ଆମେ ବେବି ପ୍ଲାନ୍ କରିଥାନ୍ତୁ। ମୁଁ କହିଲି, ତେବେ ତୁମର ଏଇ ବେବି ପ୍ଲାନିଂ ବିଷୟରେ ତୁମର ବାପା ମା, ଶାଶୁ ଶ୍ୱଶୁର କି ବଡ ମାନେ କି ତୁମେ ସୋସିଆଲ ମିଡିଆରେ କିଛି ଦେଖିବା କିଛି ଜାଣିନଥିଲ କି? ସେ କହିଲା, ନା ତ, ଏମିତି କଣ ଅଲଗା କିଛି ପ୍ଲାନିଂ ଅଛି? ମୁଁ କହିଲି, ଆରେ ବାପରେ, ଆଜିକାଲିର ପିଲାମାନେ ବି ଏ କଥା ଜାଣିପାରୁନାହାନ୍ତି। ତେଣୁ ତାକୁ ବୁଝେଇବାକୁ ଯାଇ କହିଲି, ମାରେ ଦେଖ, ଯଦି ଆମେ କିଛି ପ୍ଲାନିଂ ନ କରି, ପୂର୍ବ ଯୋଜନା ନିର୍ଦ୍ଧାରିତ କିଛି କାମ ନ କରି ଛୁଆଟିକୁ ଏ ସଂସାରକୁ ଆଣୁଛୁ, ତେବେ ତାକୁ ଆମେ ଆକ୍ସିଡେଣ୍ଟାଲ ଚାଇଲ୍ଡ କହିବା ବା ଆକସ୍ମିକ ଶିଶୁ କହିବା, ଯାହା ଦ୍ୱାରା ଭଲ ବି ହେଇପାରେ, କିଛି ଖରାପ ବି ହେଇପାରେ। କିନ୍ତୁ ଯଦି ଆମେ ଉପଯୁକ୍ତ ଯତ୍ନ ସହକାରେ, ଉପଯୁକ୍ତ ସମୟ ପୂର୍ବରୁ ଆମେ ସମୁଚିତ ଯୋଜନାବଦ୍ଧ ଭାବରେ ଆମେ ବେବିକୁ ପ୍ଲାନ୍ କରୁଛୁ, ତେବେ ତାକୁ ପ୍ଲାନ୍ଡ ବେବି କୁହାଯାଏ। ପିଙ୍କି କହିଲା, ଏରେ ବାପ, ଏତେ କଥା ଅଛି, ତେବେ କଣ ସେ ପ୍ଲାନ୍ଡ ବେବି ବିଷୟରେ ମତେ କୁହନ୍ତୁ। ମୁଁ କହିଲି, ଦେଖ ମା, ପ୍ଲାନ୍ ବେବି ହଉଛି ଆମେ ପ୍ରଥମେ ବ୍ୟକ୍ତିଗତ ସ୍ତରରେ ପ୍ରସ୍ତୁତ ହେବା, ପାରିବାରିକ ସାମାଜିକ ସ୍ତରରେ ପ୍ରସ୍ତୁତ ହେବା, ଶାରୀରିକ ସ୍ତରରେ ପ୍ରସ୍ତୁତ ହେବା, ଆଉ ମାନସିକ ସ୍ତରରେ ପ୍ରସ୍ତୁତ ହେବା। ତାପରେ ବଡ କଥା ହେଲା ଆଧ୍ୟାତ୍ମିକ ସ୍ତରରେ ଉଭୟ ଭାବି ମାତା ପିତା ଆଉ ପରିବାର ସମସ୍ତେ ପ୍ରସ୍ତୁତ ହେବାର ଆବଶ୍ୟକତା ରହୁଛି। ଫଳରେ କେବଳ ଆମେ ଶାରୀରିକ ଭାବରେ ନୁହେଁ, ବରଂ ମାନସିକ ଭାବରେ, ନୈତିକ, ବୌଦ୍ଧିକ, ଆଧ୍ୟାତ୍ମିକ ଭାବରେ ଗୋଟେ ସୁସ୍ଥ ଶିଶୁକୁ, ତାମାନେ ଗୋଟେ ପୂର୍ଣ୍ଣ ଶିଶୁକୁ ଏ ସଂସାରକୁ ଦାନ ଦେଇପାରିବା। ପିଙ୍କି କହିଲା, ଆରେ ମତେ ଟିକେ ବୁଝାନ୍ତୁ ନା ନାନୀ, ସେ ସବୁ କଣ? ମତେ ଜାଣିବାକୁ ବହୁତ ଆଗ୍ରହ ହେଲାଣି। ତେବେ ମୁଁ କହିଲି, ଶୁଣ ମା, ଆମର ବ୍ୟକ୍ତିଗତ ସ୍ତରରେ ଆଜିକାଲି ପିଲାମାନେ ଭାବୁଛନ୍ତି ଏଇ ରାଶି, ଏଇ ନକ୍ଷତ୍ର, ଏଇ ସମୟ, ମାନେ ଜ୍ୟୋତିଷ ଗଣନା ଅନୁସାରେ ଯଦି ଏଇ ସମୟରେ ଆମର ଶିଶୁଟି ଭୂମିଷ୍ଠ ହଉଛି, ତେବେ ଆମ ପାଇଁ କି ସିଏ ସବୁ ପ୍ରକାରର ସୁଖ ସୁବିଧା ଶାନ୍ତି ଆଣିଦବ। ସେଥିପାଇଁ ବି ଉପଯୁକ୍ତ ସମୟକୁ ଦେଖିକି ଗର୍ଭଧାରଣ କଥା ସେମାନେ ଭାବୁଛନ୍ତି। ଏଇଟା ତ ଗୋଟେ କଥା। ଆଉ ଗୋଟେ କଥା ହଉଛି, ସେମାନେ ନିଜର କ୍ୟାରିୟର ବା ବୃତ୍ତିଗତ ଜୀବନକୁ ଆଖି ଆଗରେ ରଖିକି ମଧ୍ୟ ଭାବୁଛନ୍ତି ଆମେ କୋଉ ସମୟରେ ଗର୍ଭଧାରଣ କଲେ କୋଉ ସମୟରେ ପ୍ରସବ ହବ, ଯାହା ଫଳରେ ଆମେ ଉଭୟ କ୍ୱାଲିଟି ଆଉ କ୍ୱାଣ୍ଟିଟି ଟାଇମ ଆମର ଶିଶୁକୁ ଦେଇପାରିବା। ଯଦି ଭାବି ମାତା ପିତା ଚାକିରି କରିଛନ୍ତି, ଅଲଗା ଅଲଗା ଜାଗାରେ ଚାକିରି କରିଛନ୍ତି, ତେଣୁ ସେମାନେ ଭାବିବେ କେତେବେଳେ ସେମାନେ ଏକାଠି ହେବେ। ଯଦି ଗୋଟେ ମା କି ବାପା ହାୟର ଷ୍ଟଡି କରୁଛି କି ସେ ଚାକିରି କରୁଛି, ତାର ପ୍ରମୋସନ ର ଦରକାର ପଡୁଛି, ସେତେବେଳେ ବି ସେ ଭାବୁଛି ଆମେ କୋଉ ସମୟକୁ ପ୍ଲାନ୍ କରିବା ଦରକାର। ଏହା ପରେ ଏବେ ଯୋଉ ଆଧୁନିକ ଯୁବଗୋଷ୍ଠୀ ଗତି କରୁଛନ୍ତି, ସେମାନେ ଅନେକାଂଶରେ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି। ତେଣୁ ସେମାନେ ବି ଭାବିବେ ଯେତେବେଳେ ଆମ ପାଖରେ ଅର୍ଥ ବା ସମ୍ବଳ ସଠିକ ଭାବରେ ହବ, ସେତେବେଳେ ଆମେ ଶିଶୁକୁ ଜନ୍ମ ଦେବା ଦରକାର। କଣ ପାଇଁ ନା ଆମେ ଜାଣିଛୁ ଅତି କମରେ 3 ରୁ 4 ଥର ଡାକ୍ତରଙ୍କ ପାଖରେ ଆମର ଗର୍ଭବତୀ ମାଟିକୁ ଦେଖେଇବା ଦରକାର। କିନ୍ତୁ ଆମେ ଯଦି ୱାର୍ଲଡ ହେଲ୍ଥ ଅର୍ଗାନାଇଜେସନ କଥା ଭାବିବା, ସେତେବେଳେ ଆମର 8ଟା ଆଣ୍ଟିନେଟାଲ ଚେକଅପ ର ଦରକାର ହେଉଛି। ତେଣୁ ଡାକ୍ତରର
ପାରିଶ୍ରମିକ, ପୋଷଣଯୁକ୍ତ ଜିନିଷ, ତାପରେ ଶିଶୁଟିର ଲାଳନ ପାଳନ, ଚିକିତ୍ସା, ଶିକ୍ଷା ଏସବୁ ପାଇଁ ମଧ୍ୟ ଆର୍ଥିକ ସମ୍ବଳର ଆବଶ୍ୟକତା ରହୁଛି। ତାପରେ ଆଉ ଗୋଟେ ପାର୍ଟ ରହୁଛି କଣ ନା ଘର। ଆମେ ଘରେ ଚଳି ଯାଉଛେ କିନ୍ତୁ ଗୋଟେ ଶିଶୁଟି ଆମ ଘରକୁ ଆସିବ, ତେଣୁ ତାକୁ ଯୋଉ ପ୍ରକାରର ପରିବେଶ ଦରକାର, ତାକୁ ଆମ ଘରେ ଯେତିକି ଜାଗା ଦରକାର ସେତିକି ତା ପାଇଁ କି ପର୍ଯ୍ୟାପ୍ତ ତ, ସେ କଥାକୁ ମଧ୍ୟ ଆଜିକାଲି ପିଲାମାନେ ନଜରରେ ରଖୁଛନ୍ତି। ଏସବୁ କଥା ବି ଠିକ, କିନ୍ତୁ ଏହା ସହିତ ଆମର ଦରକାର ହଉଛି ପାରିବାରିକ ବା ସାମାଜିକ ସ୍ତର ଠିକ ଅଛି କି ନାହିଁ। ଗୋଟେ ଝିଅଟିଏ ଗୋଟେ ପୁଅଟିଏ ନୂଆ ବାହା ହଉଛନ୍ତି, ଯେତେବେଳେ ସେମାନେ ବାହା ହଉଛନ୍ତି ସେତେବେଳେ ଜଣେ ଅନ୍ୟ ଜଣକୁ ବୁଝିବା ପାଇଁ, ଜଣେ ଅନ୍ୟ ଜଣକୁ ଜାଣିବା ପାଇଁ ମଧ୍ୟ ସମୟର ଆବଶ୍ୟକତା ରହୁଛି, ଯାହା ଫଳରେ ସେମାନଙ୍କ ମଧ୍ୟରେ ଗୋଟେ ଆପୋଷ ବୁଝାମଣା ଠିକ ରହିପାରିବ। ତାପରେ ଝିଅଟି ଯେତେବେଳେ ଘରକୁ ବୋହୂ ହେଇକି ଆସିଲା, ସେ ଘରର ପରିବାର ପରିଜନ, ତାର ପାଖ ପଡୋଶୀ ସମସ୍ତଙ୍କ ସହିତ ସେ ଭାବନାତ୍ମକ ଭାବରେ ସଠିକ ଭାବରେ ମିଶିବା ପାଇଁ, ସେମାନଙ୍କ ସମସ୍ତଙ୍କ ମଧ୍ୟରେ ଗୋଟେ ଇମୋସନାଲ ବଣ୍ଡିଂ ଷ୍ଟ୍ରଙ୍ଗ ହେବା ପାଇଁ ମଧ୍ୟ ସମୟର ଆବଶ୍ୟକତା ରହୁଛି। ତେଣୁ ପୂର୍ବ ପ୍ରସ୍ତୁତି ଏ କ୍ଷେତ୍ରରେ ବି ନିହାତି ଦରକାର। ଆଉ ମା ତୁ ଜାଣିକିରି ଆଶ୍ଚର୍ଯ୍ୟ ହେବୁ, ଶାରୀରିକ ପ୍ରସ୍ତୁତି କେତେ ଦୂର ଆବଶ୍ୟକ। ୱାର୍ଲଡ ହେଲ୍ଥ ଅର୍ଗାନାଇଜେସନ ଅନୁସାରେ ଆମକୁ ଶାରୀରିକ ଭାବରେ ପୂର୍ବ ପ୍ରସ୍ତୁତିର ଆବଶ୍ୟକତା ରହୁଛି 3 ରୁ 6 ମାସ ଭିତରେ। କାରଣ ଆମର ଆକଳନରେ ଦେଖାଯାଇଛି ଯେ, ସର୍ଭେରେ ଦେଖାଯାଇଛି ଯେ 40% ଯେତେ ପ୍ରକାର ଜନ୍ମଗତ ବିକୃତି ଶିଶୁ ପାଖରେ ଦେଖାଯାଏ, ତାହା ଯଦି ଆମେ ପୂର୍ବ ପ୍ରସ୍ତୁତି କରିବା 40% ଆମର ସେ ଜିନିଷଟା କମିଯିବ। ତାପରେ ମାତୃ ଶିଶୁ ମୃତ୍ୟୁହାର ବି କମିଯିବ ଯଦି ଆମେ ଠିକ ରୂପରେ ପୂର୍ବ ପ୍ରସ୍ତୁତି କରିଥିବା। ଆଉ କଣ ପୂର୍ବ ପ୍ରସ୍ତୁତିରେ ଯାଉଛି? 3ଟା ଜିନିଷ ମୁଖ୍ୟତଃ ଆମେ ଦେଖୁ ଶାରୀରିକ ପୂର୍ବ ପ୍ରସ୍ତୁତିରେ। ଗୋଟେ ହଉଛି ପୂର୍ଣ୍ଣ ପୋଷଣ, ଯୋଉଟା ନିହାତି ଦରକାର ଉଭୟ ଭାବି ମାତା ଆଉ ପିତାଙ୍କ ପାଖରେ। ତାମାନେ ଉପଯୁକ୍ତ ଖାଦ୍ୟ ପେୟ ସବୁର ଆବଶ୍ୟକତା ରହୁଛି। ଏହାପରେ ହେଲା ହରମୋନର ସନ୍ତୁଳନ ଆବଶ୍ୟକ। କାହିଁକି ନା ଆମେ ଭାବି ମାତା ପାଖରେ ଦେଖୁ, ଯଦି ତାର ଋତୁସ୍ରାବ ଠିକ ଭାବରେ ହଉଛି, ଠିକ ସମୟରେ ହଉଛି, ସେଇଟା ବି ଆବଶ୍ୟକ। ସେମିତି ଭାବି ପିତା ପାଖରେ ଟେଷ୍ଟୋଷ୍ଟେରୋନ ହରମୋନର ସନ୍ତୁଳନ ମଧ୍ୟ ଆବଶ୍ୟକ, ଯାହା ଫଳରେ ତାର ଶୁକ୍ର ବା ସ୍ପର୍ମ ର କ୍ୱାଣ୍ଟିଟି ଆଉ କ୍ୱାଲିଟି ଠିକ ହେଇପାରିବ, ଆଉ ତାର ମୋଟିଲିଟି କାପାସିଟି ବି ବଢିବ। ମାନେ ସ୍ପର୍ମଟି ଯୋଉ ବେଗରେ ଗତି କରେ, ସେ ଗତି ଯଦି ଦୁର୍ବଳ ଗତି ଥିବ ବା ସ୍ପର୍ମ ବି ଦୁର୍ବଳ ଥିବ, ତେଣୁ ତାହା ଫର୍ଟିଲାଇଜେସନ କରିପାରିବନି। ତେଣୁ ଉଭୟ ପାଇଁ କି ଆମର ହରମୋନର ସନ୍ତୁଳନ ଦରକାର। ଏହା ପରେ 2 ଜଣଙ୍କ କ୍ଷେତ୍ରରେ ମଧୁମେହର ସମସ୍ୟା ଥିଲେ ବି ଅସୁବିଧା ଅଛି, ଆଉ ଥାଇରଏଡର ପ୍ରୋବ୍ଲେମ ଥିଲେ ବି ଅସୁବିଧା ଅଛି। ତେଣୁ ସେମାନଙ୍କର ଶାରୀରିକ ପ୍ରସ୍ତୁତିର ଆବଶ୍ୟକତା ଅଛି। ଏହାପରେ ଉଭୟଙ୍କ ପାଖରେ ଯଦି କିଛି ଜେନେଟିକ ଡିସଅର୍ଡର୍ସ ଅଛି, ତାହାକୁ ମଧ୍ୟ ସମାଧାନ କରିବାର ଆବଶ୍ୟକତା ରହୁଛି। ଯଦି କୌଣସି ରୋଗରେ ଭାବି ମାତା ପିତା ପୀଡ଼ିତ ଅଛନ୍ତି, କ୍ରନିକ ରୋଗରେ, ଯେମିତି କ୍ରନିକ ଲିଭର ଡିସିଜ, କ୍ରନିକ ରେନାଲ ଡିସିଜ, ଏଥିରେ ଯଦି ସେମାନେ ପୀଡ଼ିତ ଅଛନ୍ତି, ତେବେ ତାକୁ ସେ ରୋଗକୁ ସେମାନେ ଦୂର କରିବା ପରେ ବେବିକୁ ପ୍ଲାନ୍ କରିବା ଦରକାର। ଆହୁରି ହଉଛି କେତେ ଜଣ ଭାବି ମାତା ପିତା ଅନେକ ପ୍ରକାର ଔଷଧିର ସେବନ କରୁଥାନ୍ତି। ସେ ସେବନର କୁପ୍ରଭାବ ସେମାନଙ୍କ ଶରୀର ଭିତରେ ଥାଏ, ଆଉ କେତେ ଗୁଡିଏ ଔଷଧିର କୁପ୍ରଭାବ ବି ସେମାନେ ଔଷଧିକୁ ଛାଡିବାର 3-4 ମାସ ପର୍ଯ୍ୟନ୍ତ ତାଙ୍କ ପାଖରେ ଥାଏ, ଆଉ ତାହା ଶିଶୁକୁ ମଧ୍ୟ ପ୍ରଭାବିତ କରିବାର ଯଥେଷ୍ଟ ସମ୍ଭାବନା ଥାଏ। ଆହୁରି ଗୋଟେ କଥା ହଉଛି ରେଡିଏସନ ଏକ୍ସପୋଜର ବା ରେଡିଏସନ ଥେରାପି ଯଦି କୌଣସି ମାତା ପିତା ନେଉଛନ୍ତି, ତେବେ ସେମାନଙ୍କୁ ମଧ୍ୟ ସେଥିରୁ ବିରତ ରହିବାର ଆବଶ୍ୟକତା ଅଛି। ଏତେ ସବୁ ଶାରୀରିକ ସମସ୍ୟାକୁ ଯଦି ଆମେ ସମାଧାନ କରି ବେବିକୁ ପ୍ଲାନ୍ କରିବା, ତେବେ ଆମର ବେବି ଶାରୀରିକ ଭାବେ ସୁସ୍ଥ ହୋଇପାରିବ। ପିଙ୍କି କହିଲା, ଆରେ ବାପ ରେ, ଏତେ ସବୁ କଥା! ତେବେ ଏବେ ମତେ ନାନୀ କୁହ, ବାକି ସବୁ କଣ କଣ ରହିଲା? ସେଗୁଡାକ ବି ମତେ ଜାଣିବାକୁ ବହୁତ ଇଚ୍ଛା ହେଲା।
ମୁଁ କହିଲି ମାରେ ଆଉ ରହିଲା ଆମର ମାନସିକ ଆଉ ଆଧ୍ୟାତ୍ମିକ ସୁସ୍ଥତା କଥା। ମାନସିକ ପ୍ରସ୍ତୁତି ହଉଛି ଆଜିକାଲିର ପିଲାମାନେ, ଆଜିକାଲିର ଭାବି ମାତା ପିତା ମାନେ ବହୁତ ପ୍ରକାର ଅସୁରକ୍ଷା ବୋଧ, ଭାବନାତ୍ମକ ସଙ୍କଟ ଆଉ ଅନେକ ପ୍ରକାର ଚାପ ଦେଇ ସେମାନେ ଗତି କରୁଛନ୍ତି। ଅର୍ଥନୈତିକ ଚାପ, ବୃତ୍ତିଗତ ଚାପ, ମାନସିକ ଚାପ, ପାରିବାରିକ ଚାପ ଦେଇ ସେମାନେ ଗତି କରୁଛନ୍ତି। ତେଣୁ ଏ ସବୁକୁ ମଧ୍ୟ ଦୂରୀଭୂତ କରିବାର ଆବଶ୍ୟକତା ଅଛି। ଏସବୁକୁ ଦୂର କରିବା ପାଇଁ ଷ୍ଟ୍ରେସ୍ ମ୍ୟାନେଜମେଣ୍ଟର ଆବଶ୍ୟକତା ଅଛି। ସକାରାତ୍ମକ ପରିବେଶ, ସକାରାତ୍ମକ ଭାବନା ସେମାନଙ୍କ ଭିତରେ ସୃଷ୍ଟି କରିବାର ଆବଶ୍ୟକତା ରହିଛି, ଯାହା ଫଳରେ ସେମାନେ ଏସବୁର ଦୁରୁପଯୋଗ ଠାରୁ ନିଜକୁ ଦୂରେଇ ରଖିପାରିବେ। ଆଉ ଯଦି ମାନସିକ ଚାପ ଦେଇ ବା ଏଇ ସବୁ ପ୍ରକାରର ଅସୁବିଧା ନେଇ ଭାବି ମାତା ପିତା ଗତି କରୁଥାନ୍ତି, ତେବେ ସେମାନଙ୍କ ଠାରୁ ଯେଉଁ ସନ୍ତାନ ଜନ୍ମ ହେବ ସିଏ କଣ ହବ ନା ତା ଭିତରେ ବି ଅସୁରକ୍ଷା ବୋଧ ବଢିବ, ସିଏ କାହାକୁ ସହଜରେ ବିଶ୍ୱାସ କରିପାରିବନି, ତାର ସେଲ୍ଫ ଏଷ୍ଟିମ୍ ବହୁତ ପ୍ରକାରରେ କମିଯିବ। ଆଉ ବଡ କଥା ହଉଛି ଉଶୃଙ୍ଖଳ ବା ବିଶୃଙ୍ଖଳ ଛୁଆ ହବ, ଯାହା ପାଖରେ ଥିବ ମାନେ ବିହେଭିୟରାଲ ଆଡାପ୍ଟେବିଲିଟି ନଥିବ। ସିଏ ସମାଜରେ କାହାକୁ କେମିତି ବ୍ୟବହାର କରିବ, ପରିବାରରେ କାହାକୁ ବ୍ୟବହାର କରିବ, ସେ ସବୁ ସିଏ ଜାଣିପାରିବନି, ଯାହା ଆମ ସମାଜ ପାଇଁ କି ଗୋଟେ ଦାନ ପରିବର୍ତ୍ତେ ଅଭିଶାପ ପାଲଟିଯିବ। ତେଣୁ ଆଉ ଛୁଆ ପାଖରେ କଣ ହବ ନା IQ, EQ, SQ ର ମଧ୍ୟ ପ୍ରଭାବ ପଡିବ ଯଦି ବାପା ମା ମାନସିକ ଚାପ ଦେଇ ଗତି କରୁଥାନ୍ତି। ଆଉ ଏଇଟା ତ ମୁଁ କହିଲି ସବୁ ଆଧୁନିକ ବିଜ୍ଞାନ କଣ କରେ, କିନ୍ତୁ ଆମର ସବୁଠାରୁ ସର୍ବପୁରାତନ ପ୍ରାଚୀନ ବିଜ୍ଞାନ ଆୟୁର୍ବେଦ ଶାସ୍ତ୍ର କଣ କହେ ଜାଣିଛୁ ମା? ଆୟୁର୍ବେଦ ଶାସ୍ତ୍ର କହେ ଯଦି ଆମର ଛୁଆଟିଏ ଗର୍ଭରେ ବଢିବ, ତେବେ ଯେତେବେଳେ ଗୋଟେ ଶୁକ୍ର ବା ସ୍ପର୍ମ ଆଉ ଯେତେବେଳେ ଗୋଟେ ରଜ ବା ଓଭମ ମିଶିବ, ଆମେ ଜାଣିଛୁ ଫର୍ଟିଲାଇଜେସନ ହେଇଗଲା, ମିଶିଗଲା ପରେ କଣ ହବ ନା ତା ମଧ୍ୟରେ ଆତ୍ମାର ସଞ୍ଚାର ହବ, ତେବେ ଯାଇକି ଶିଶୁ ଆମର ଗର୍ଭରେ ଶିଶୁଟିଏ ବଢିବ। ତିନିଟା ଜିନିଷ ଦରକାର, ସ୍ପର୍ମ, ଓଭମ ଆଉ ଆତ୍ମା। ତେଣୁ ସେଇ ଶୁକ୍ର ବା ସ୍ପର୍ମ ଶୋଧିତ ଆଉ ସଂସ୍କାରିତ ହୋଇଥିବା ଦରକାର, ଆଉ ସେଇ ଓଭମଟି ବା ରଜଟି ଶୋଧିତ ଆଉ ସଂସ୍କାରିତ ହୋଇଥିବା ଦରକାର, ଯାହା ଫଳରେ ଆମେ ଶୁଦ୍ଧ ଆଉ ସଂସ୍କାରିତ ଜୀବନଟିଏ ବିଶ୍ୱକୁ ଦବା। ଆଉ ତା ସହିତ ଯୋଉ ଆତ୍ମାର ସଞ୍ଚାର ହେଲା, ଆତ୍ମାର ଗୁଣ ହଉଛି, ଆତ୍ମା ହେଉଛି ସତ୍ୱ ଗୁଣୀ, ଅର୍ଥାତ୍ ସ୍ନେହ, ପ୍ରେମ, ଦୟା, କରୁଣା ଆଉ ତା ଦେହରେ ବଳ, ଆରୋଗ୍ୟତା ଏସବୁରେ ଭରପୁର ହେଇଥିବା ଦରକାର। ତେଣୁ ଆମେ ଯଦି ସେଇଭଳିଆ ଜୀବନ ଆଗରୁ ଆଚରଣ କରିବା, ସତ୍ୟ, ପ୍ରେମ, ଦୟା, କରୁଣା, ଆରୋଗ୍ୟ, ବଳ ଏଗୁଡାକ ଆଚରଣ କରିବା, ତେବେ ସେଗୁଡିକ ଯେତେବେଳେ ଆମ ଭିତରେ ପ୍ରବେଶ କରିବ, ତେଣୁ ଆମର ଗର୍ଭସ୍ଥ ଶିଶୁ ପାଖକୁ ମଧ୍ୟ ସେ ଗୁଣଟି ଆରାମରେ ଯାଇପାରିବ। ପିଙ୍କି ଖୁସି ହେଇଗଲା ଆଉ କହିଲା ଏତେ ସବୁ କଥା, ତେବେ ମତେ କୁହ ଆ ପାଇଁ ଆମେ ସବୁ କେମିତି ପ୍ରସ୍ତୁତ ରହିବା, ଆମେ କଣ କରିବା ଯାହା ଫଳରେ ଆମେ ଏ ସଂସାରକୁ ଉତ୍ତମ ଶିଶୁଟିଏ ଦେଇପାରିବା। ମୁଁ କହିଲି ମାରେ ପଦକ୍ଷେପ ବହୁତ ଛୋଟିଆ, କିନ୍ତୁ ତାକୁ କରିବାର ଆବଶ୍ୟକତା ରହିଛି। ସେଥିପାଇଁ ଆମେ ଯେତେବେଳେ ଭାବିବା ଆମେ ଶିଶୁଟିଏ ଏ ସଂସାରକୁ ଆଣିବା, ତାହାର ପୂର୍ବରୁ ଦୁଇ ଜଣ ଯାକ ଉଭୟ ଭାବି ମାତା ଆଉ ପିତା ଦୁଇ ଜଣ ଯାକ ଡାକ୍ତରୀ ପରୀକ୍ଷା କରାଇବା ଦରକାର, ଡାକ୍ତରଙ୍କର ପରାମର୍ଶ ନେବା ଦରକାର। ତାପରେ ରହିଲା ପୂର୍ଣ୍ଣ ପୋଷଣ। ପୂର୍ଣ୍ଣ ପୋଷଣ ପାଇଁ କି ଉତ୍ତମ ଭୋଜନର ଆବଶ୍ୟକତା ରହିଛି। ଉତ୍ତମ ଭୋଜନ କଣ ନା ଶୁଦ୍ଧ, ସାତ୍ବିକ, ସମୟ ଅନୁସାରେ ସନ୍ତୁଳିତ ଆଉ ସଂସ୍କାରିତ ଖାଦ୍ୟର ଆବଶ୍ୟକତା ରହିଛି। ପୂର୍ଣ୍ଣ ପୋଷଣ ଆଉ ଶାରୀରିକ ଜିନିଷ ଗଲା, ତାପରେ ରହିଲା ମାନସିକ ଆଉ ଆଧ୍ୟାତ୍ମିକ ଜିନିଷ। ମାନସିକ ସ୍ୱାସ୍ଥ୍ୟ ପାଇଁ ଆମକୁ ଦରକାର କଣ, ଆମେ ଉପଯୁକ୍ତ ଭାବରେ ଆସନ, ବ୍ୟାୟାମ, ପ୍ରାଣାୟାମ, ଧ୍ୟାନ, ମୁଦ୍ରା ଆଦି କରିବା, ସତ୍ ସାହିତ୍ୟ ପଢିବା, ପୁରାଣ ଶାସ୍ତ୍ରକୁ ପଢିବା, ଆଲୋଚନା କରିବା, ଏସବୁ କରିବାର ମଧ୍ୟ ଆବଶ୍ୟକତା ରହିଛି। ଆଉ ଏହା ପରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ଆମର ଆଦର୍ଶ ଦିନଚର୍ଯ୍ୟା। ନିରନ୍ତର ନିରବିଚ୍ଛିନ୍ନ ଭାବରେ ଶୃଙ୍ଖଳାବଦ୍ଧ ଆଦର୍ଶ ଦିନଚର୍ଯ୍ୟାର ପାଳନ କରିବାର ଆବଶ୍ୟକତା ଅଛି। ଏସବୁ ତେବେ ଆମେ କାହିଁକି କରିବା?
तुमको मन रे प्रश्न उठुथिबो ए सबु आमे काहेकि करबा ए सबु जदि आमे गर्भावस्थार वर्षे पूर्वरु बा अति कम रे 6 मास पूर्वरु बा जदि दरकार बहु आगरु करथिबा से गुडिकर छाप आम भितरे आम जीन भितरे प्रवेश करिवो जहा फल रे आमर एपिजेनेटिक ठीक भाव रे हेई परिबो आ एपिजेनेटिक ठीक भाव रे हेई परले कोन हबो ना जीन एक्सप्रेशन भलो जीन रो एक्सप्रेशन हेई परिबो आ खराब जीन ऑफ हे जिवो भलो जीन ऑन हे जिवो ता परे जते बेले माता पिता मिसुचंती ताकोठु जो संतानटी आसीबार थिबो गर्भस्थ शिशुर प्रीमोडियल जर्म सेल रे से जीन टी जाई कि प्रवेश करि परिबो फल रे आमे जे शिशु को आनिबाको चाहूचु से शिशु शुद्ध संस्कारित नैतिक बौद्धिक आध्यात्मिक मानसिक और शारीरिक स्तर रे सुस्थ शिशुटे हे परिबो सबु सुनी सारला परे पिंकी कहिला नानी आज बहुत कथा हेलेनी मो घरे काहाकू किछि न कहे कि पळे आसी पुणी थरे तुम पाखकू आसीबी ए सब विषय रे बहुत कथा जानिबा पे तरतर रे पिंकी पळे जाउतला ता हातटी को मु धर देली कहले मारे एबे जानिलु तो आमर शिशु केवल गोटे मेडिकल चॉइस नुहे एहा आमर गोटे सोशल रेस्पॉन्सिबिलिटी जहा फल रे आमे आमर समाज को गोटे बोझ नदी देबा नहीं बरं एक उत्तम पीढ़ी उत्तर दायित्व कर्तव्य बोध रे परिपूर्ण करुथिबा गोटे शिशु को आमे संसार को देई परिबा एबे आपण माने जानिला तो प्री कन्सेप्शनल केयर बा गर्भ पूर्वर प्रस्तुति आमर गर्भावस्था को सुरक्षित और सफल करने सहित सुस्थ शिशु को जन्म देबा पाई एक वैज्ञानिक भावे प्रमाणित प्रक्रिया अटे तेणु आपण मानक अनुरोध यह निहाती पालन करिवे जदि आम भिडियोटी आपन को भल लगे तेबे यह सब्सक्राइब करंतु लाइक शेयर और कमेंट करंतु नमस्कार।